ସମସ୍ତଙ୍କୁ ଜୟ ଶ୍ରୀ ଗଣେଶ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଗଣେଶ ପୂଜା ପାଇଁ କ'ଣ ସବୁ ଫୁଲ ତୋଳା ହେଲା। ତା ସାଙ୍ଗେ ଶୁଣିବା ଗଣେଶ ଭଗବାନଙ୍କୁ ଦୁବ ଚଢ଼ାଇବାର ନିୟମ। ତାପରେ ଶୁଣିବା ଗଣେଶ ଭଗବାନଙ୍କୁ କ'ଣ ପସନ୍ଦ ଅଟେ ଆଉ କ'ଣ ଫୁଲ ସବୁ ବି ପସନ୍ଦ ଅଟେ। ତାପରେ ଜାଣିବା ଗଣେଶ ଭଗବାନ ଅଙ୍କୁଶ କାହିଁକି ଧରିଥାନ୍ତି। ତାପରେ ଶୁଣିବା ଗଣେଶ ଭଗବାନଙ୍କୁ ସମଗ୍ର ବ୍ରହ୍ମାଣ୍ଡର ପୂଜା ପାଇବା ପାଇଁ କିପରି ପ୍ରତିଯୋଗିତା ହେଲା। ଚାଲନ୍ତୁ ଶୁଣିବା। ଯଦି ଭିଡ଼ିଓକୁ ଦେଖନ୍ତୁ, ଶୁଣନ୍ତୁ, ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଚାଲନ୍ତୁ ଶୁଣିବା ଗଣେଶ ଭଗବାନଙ୍କୁ ଦୁବ ଚଢ଼ାଇବାର ନିୟମ। ଭଗବାନ ଗଣେଶଙ୍କୁ ଦୁବ ଚଢ଼ାଇବା ଆଗରୁ ସଫା ପାଣିରେ ଧୋଇ ନେବା ଉଚିତ। ସବୁବେଳେ ଧ୍ୟାନ ରଖିଥିବେ ଦୁବ ଘାସ ମନ୍ଦିର କିମ୍ବା ସଫା ଜାଗାରୁ ହିଁ ଛିଣ୍ଡାଇବେ। ନାଲି ନର୍ଦ୍ଦମା ପାଖରୁ କେବେ ବି ଦୁବ ଛିଣ୍ଡାଇବେ ନାହିଁ। ସଫା ଜାଗାରୁ ହିଁ ଛିଣ୍ଡାଇ ପାଣିରେ ଧୋଇ ଗଣେଶଙ୍କୁ ଅର୍ପଣ କରିବେ। ଦୁବ ଘାସକୁ ସବୁବେଳେ ଯୋଡ଼ା ବନାଇ ଭଗବାନଙ୍କୁ ଅର୍ପଣ କରନ୍ତୁ। ଦୁବ ଅର୍ପଣ କରିବା ସମୟରେ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ। ତାପରେ ଜାଣିବା ଗଣେଶ ଭଗବାନଙ୍କୁ କ'ଣ ସବୁ ପସନ୍ଦ ଅଟେ। ଗଣେଶ ଭଗବାନଙ୍କୁ ମିଠାଇ, ଲଡ଼ୁ ଅତି ପ୍ରିୟ ଅଟେ। ତିଲ, ବେସନ, ଆଟା, ମୋତିଚୁର, ମୁଗ, ନାରିୟଲ, शकरकंद ଅତି ପ୍ରିୟ ଅଟେ। ଗଣେଶଙ୍କର 21 ସଂଖ୍ୟା ଅତି ପ୍ରିୟ ଅଟେ। ପୂଜା ସମୟରେ 21 ବାର ଗଣେଶ ଭଗବାନଙ୍କର ମନ୍ତ୍ର ଉଚ୍ଚାରଣ କରିବା ଉଚିତ। ଗଣେଶ ଭଗବାନଙ୍କୁ ଲାଲ ରଙ୍ଗର ବସ୍ତ୍ର, ଲାଲ ଫୁଲ, ଚନ୍ଦନ, ସିନ୍ଦୁର ଅତି ପ୍ରିୟ ଅଟେ। ଗଣେଶ ପୂଜା ସମୟରେ ପ୍ରାୟ ଲାଲ ଜିନିଷ ବ୍ୟବହାର କଲେ ଗଣେଶ ଭଗବାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ତାପରେ ଶୁଣିବା ଭଗବାନ ଗଣେଶଙ୍କର ହାତରେ ଅଙ୍କୁଶ କାହିଁକି ଥାଏ। ଭଗବାନ ଗଣେଶ ଅହିତାସୁର, କାମାସୁର, କ୍ରୋଧାସୁର, ମାୟାସୁର ଆଉ ଲୋଭାସୁରକୁ ପରାଜିତ କରିଥିଲେ। ତେଣୁ ଅଙ୍କୁଶ ସମସ୍ତ ବୁରାଇର ପ୍ରତୀକ ଅଟେ। ଏହି ଅଙ୍କୁଶକୁ କାବୁ କରିବା ପାଇଁ, ସବୁ ପ୍ରତିବନ୍ଧକକୁ ରୋକିବା ପାଇଁ ଗଣେଶ ଅଙ୍କୁଶ ବ୍ୟବହାର କରିଥିଲେ ଆଉ ନିଜ ହାତରେ ଅଙ୍କୁଶ ରଖି ନେଇଥିଲେ। ତାପରେ ଶୁଣିବା ଭଗବାନ ଗଣେଶ ପ୍ରତିଯୋଗିତାରେ କିପରି ଭାବରେ ସମଗ୍ର ବ୍ରହ୍ମାଣ୍ଡରେ ପ୍ରଥମ ପୂଜନୀୟ ଭାବରେ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ ଜାଣିବା। ଥରେ ଭଗବାନ ଶିବ ପ୍ରଥମ ପୂଜନୀୟ ଦେବତା ବନାଇବା ପାଇଁ ପ୍ରତିଯୋଗିତା କଲେ। କାର୍ତ୍ତିକେୟ ସମେତ ସବୁ ଦେବୀ ଦେବତା ପହଞ୍ଚିଥିଲେ। ସେଠାରେ ପହଞ୍ଚି ବିଚାର କରି କହିଲେ ସବୁ ଦେବୀ ଦେବତା ସାରା ବ୍ରହ୍ମାଣ୍ଡର ଭ୍ରମଣ କରି ପୁଣି ଶିବ ପାର୍ବତୀଙ୍କ କୈଳାସ ପର୍ବତକୁ ଆସିବାକୁ ପଡ଼ିବ। ଏହିପରି ଭାବରେ ବିଚାର କରି ସମସ୍ତ ଦେବୀ ଦେବତା ସମସ୍ତ ବ୍ରହ୍ମାଣ୍ଡକୁ ଭ୍ରମଣ କରିବାକୁ ବାହାରିଗଲେ। ଏହି ସମୟରେ ଗଣେଶ ଭଗବାନ ନିଜ ମାତା ପାର୍ବତୀ ଆଉ ପିତା ଶିବଙ୍କ ଚାରିପାଖରେ ଭ୍ରମଣ କରି କହିଲେ ମୋର ପାଇଁ ମୋର ମାତା ପିତା ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଭଗବାନ। ଏହା ଶୁଣି ଶିବ ଭଗବାନ ବହୁତ ପ୍ରସନ୍ନ ହୋଇ ପ୍ରଥମ ପୂଜନୀୟ ଦେବତା ରୂପରେ ଆଖ୍ୟା ଦେଲେ। ସେହି ଦିନଠାରୁ ଯାହା ବି ପୂଜା କରନ୍ତୁ ନା କାହିଁକି ପ୍ରଥମେ ଗଣେଶଙ୍କୁ ପୂଜା ପ୍ରଥମେ କରାଯାଇଥାଏ। ତାପରେ ସବୁ ଭଗବାନଙ୍କୁ ପୂଜା କରାଯାଏ। ସେଥିପାଇଁ ପ୍ରତିବର୍ଷ ଭାଦ୍ରବ ଚତୁର୍ଥୀରେ ଗଣେଶ ପୂଜା ଆରମ୍ଭ ହୋଇଥାଏ। 10 ଦିନ ପାଇଁ ବହୁତ ଜାକଜମକରେ ପାଳନ କରିଥାନ୍ତି। ଗଣେଶ ଭଗବାନ ଶିବ ଏବଂ ପାର୍ବତୀଙ୍କର ଦ୍ୱିତୀୟ ପୁତ୍ର ଅଟନ୍ତି। ଆଉ ଗଣେଶ ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ ସବୁ ଭଗବାନଙ୍କଠୁ ପ୍ରଥମେ ପୂଜା ପାଆନ୍ତି। ଆଉ ଗଣେଶ ଭଗବାନ ସବୁ ଦୁଃଖ କଷ୍ଟ ମଧ୍ୟ ନିବାରଣ କରିଥାନ୍ତି। ଭଗବାନ ଗଣେଶ ହିନ୍ଦୁ ଧର୍ମର ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରଖିଛନ୍ତି।
ଗଣେଶ ଭଗବାନଙ୍କୁ ସବୁ ଦେବୀ ଦେବତା ବହୁତ ପସନ୍ଦ କରନ୍ତି। ସମସ୍ତଙ୍କର ଅତି ପ୍ରିୟ ଅଟନ୍ତି। ଗଣେଶ ଭଗବାନଙ୍କର ବିବାହ ରିଦ୍ଧି ଆଉ ସିଦ୍ଧି ସାଙ୍ଗରେ ହୋଇଥିଲା। ଗଣେଶ ଭଗବାନ ଜ୍ଞାନର ଦେବତା ଅଟନ୍ତି। ହାତୀର ଶୁଣ୍ଢ ଲାଗିବା ଫଳରେ ଗଣେଶ ଭଗବାନଙ୍କୁ ଗଜାନନ ମଧ୍ୟ କହନ୍ତି। ଗଣେଶ ପୂଜା କରିବା ସମୟରେ ଆମର ସମସ୍ତଙ୍କର ମନ ଭିତରେ ଗୋଟିଏ ବହୁତ ସୁନ୍ଦର ଗୁଣ ଜାଗୃତି ହୋଇଥାଏ। ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ବଢ଼ି ଯାଇଥାଏ। ଆଉ ଭଗବାନ ହେଉଛନ୍ତି ବିଘ୍ନକର୍ତ୍ତା, ସବୁ ଦୁଃଖର ଦୂର କରିବାର ଏକ ବଡ଼ ଦେବତା, ଯିଏକି ହେଉଛନ୍ତି ଭଗବାନ ଗଣେଶ ବିଘ୍ନ ଦେବତା। ସେଥିପାଇଁ ସବୁ ବର୍ଷ ଭଗବାନ ଗଣେଶଙ୍କୁ ଭାଦ୍ରବ ଚତୁର୍ଥୀ ଦିନ 10 ଦିନ ଧରି ପାଳନ କରାଯାଏ। ଗଣେଶ ଭଗବାନଙ୍କୁ ପୂଜା କରିବା ସମୟରେ ଘିଅର ଦୀପ ଜଳାନ୍ତୁ। ଘିଅ ଦୀପ ଜଳାଇ ଆରତି କରନ୍ତୁ। ଗଣେଶ ଭଗବାନଙ୍କୁ ଜଳରେ ସ୍ନାନ କରନ୍ତୁ। ଗଣେଶ ଭଗବାନଙ୍କୁ ଧ୍ୟାନ କରି ଆବାହନ କରନ୍ତୁ। ଗଣେଶ ଭଗବାନଙ୍କୁ ବସ୍ତ୍ର ଅର୍ପିତ କରି ଚନ୍ଦନ ସିନ୍ଦୂର ତାଙ୍କୁ ଲଗାନ୍ତୁ। ଗଣେଶ ଭଗବାନଙ୍କୁ ମିଷ୍ଟାନ୍ନ ମୌସମୀ ଫଳ ଭୋଗ ଅର୍ପଣ କରନ୍ତୁ। ପାନର ପତ୍ତା, ଲାଲ ରଙ୍ଗ ଫୁଲ, ମୋଦକ, ଆପଣଙ୍କର ଯେତିକି ପ୍ରିୟ ଜିନିଷ ସବୁ ଭଗବାନଙ୍କୁ ଗଣେଶ ଭଗବାନଙ୍କ ପାଇଁ ପଞ୍ଚାମୃତ ତିଆରି କରନ୍ତୁ। ପଞ୍ଚାମୃତରେ ଦୁଧ, ଦହି, ମିଶ୍ରି, ମହୁ ମିଶାଇ ପଞ୍ଚାମୃତ ତିଆରି କରନ୍ତୁ। ଜାଣି ଶୁଣି ହଉ ବା ଅଜାଣତରେ ହେଉ, ଯଦି ପୂଜା ନିଜର କର୍ମ ଭୁଲ ଅଛି ତାହେଲେ ଭଗବାନଙ୍କ ପାଖରେ ଶରଣାଗତ ହୋଇ ତାଙ୍କୁ କ୍ଷମା ମାଗନ୍ତୁ। ଗଣେଶ ଭଗବାନଙ୍କ ପୂଜା ସମୟରେ ମନ୍ତ୍ର ଜପ କରନ୍ତୁ। ଘଣ୍ଟ ଶଙ୍ଖ ବଜାନ୍ତୁ। ତାପରେ ଭଗବାନଙ୍କୁ ପୁଣି ଜଳ ଅର୍ପଣ କରି ନିଜେ ପ୍ରସାଦ ନେଇ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ। ଏପରି କଲେ ଭଗବାନ ଗଣେଶ ପ୍ରସନ୍ନ ହୋଇଥାନ୍ତି। ଆଉ ଭଗବାନ ଗଣେଶଙ୍କୁ ପୂଜା କଲାବେଳେ ପୁରା ଶ୍ରଦ୍ଧା ଭକ୍ତିର ସହ ପୂଜା କରନ୍ତୁ। ସେ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ପ୍ରଥମ ଦେବତା, ଯିଏକି ପ୍ରଥମେ ପୂଜା ପାଆନ୍ତି। ମୋଦକ ଭଗବାନ ଗଣେଶଙ୍କର ଅତି ପ୍ରିୟ ଅଟେ। ସେଥିପାଇଁ ମାତା ପାର୍ବତୀ ଗଣେଶ ଭଗବାନ ଏବଂ କାର୍ତ୍ତିକଙ୍କ ପାଇଁ ଯେତେବେଳେ ମୋଦକ ତିଆରି କରୁଥିଲେ, ସେତେବେଳେ ଗଣେଶ ଆଉ କାର୍ତ୍ତିକ ମଧ୍ୟରେ ବହୁତ ଝଗଡ଼ା ହେଲା। ସେହି ଝଗଡ଼ାରେ ମୋଦକ ପାଇଁ ଗଣେଶ ଭଗବାନ ଜିତି ଯାଇଥିଲେ ଆଉ କାର୍ତ୍ତିକ ହାରି ଯାଇଥିଲେ। ଗଣେଶ ଭଗବାନ ଆଉ କାର୍ତ୍ତିକଙ୍କ ପାଇଁ ମାତା ପାର୍ବତୀ ନିଜ ହାତରେ ମୋଦକ ତିଆରି କରି ଖାଇବା ପାଇଁ ଦେଇଥିଲେ। ମାତା ପାର୍ବତୀ ନିଜ ହାତରେ ମୋଦକ ତିଆରି କରିଥିବାରୁ ଅମୃତ ସମାନ। ମୋଦକ କେଉଁଥିରେ ତିଆରି ହୋଇଥିଲା ସେଟା କିଛି ମାନେ ନୁହେଁ, କିନ୍ତୁ ମାତା ପାର୍ବତୀ ଗଣେଶ ଆଉ କାର୍ତ୍ତିକଙ୍କ ପାଇଁ ମୋଦକ ନିଜ ହାତରେ ତିଆରି କରିଥିବାରୁ ତାହା ଅମୃତ ସମାନ। ସେଥିପାଇଁ ମୋଦକ ଭଗବାନଙ୍କର ଅତି ପ୍ରିୟ ଅଟେ। ଗଣେଶ ଭଗବାନ ମଧ୍ୟ ବହୁତ ଅସୁରମାନଙ୍କୁ ହରାଇଛନ୍ତି, ଦେବତା ଦେବୀମାନଙ୍କୁ ରକ୍ଷା କରିଛନ୍ତି। ଗଣେଶ ଭଗବାନଙ୍କଠୁ ବହୁତ କିଛି ଶିକ୍ଷା ମିଳିଥାଏ। ଗଣେଶ ଭଗବାନଙ୍କ ମୂଷାରୁ ଆମେ ବହୁତ ଶିକ୍ଷା ପାଉ। ତାଙ୍କ ହତିଆର ଅଙ୍କୁଶଠାରୁ ଆମେ ଶିକ୍ଷା ପାଉ। ଭଗବାନଙ୍କର ଅଙ୍କୁଶ ଯେଉଁ ହାତରେ ଧରିଥାନ୍ତି, ସେ ଅଙ୍କୁଶ ଆମକୁ ବହୁତ ଶିକ୍ଷା ଦେଇଥାଏ। ଏହି ଅଙ୍କୁଶ ମହାବତ ହାତୀମାନଙ୍କୁ ନିୟନ୍ତ୍ରଣ କରିଥାଏ। ତାପରେ ଅଙ୍କୁଶ ଆମ ପରିବାରରେ ସବୁ ବୁରାଇ, ଅହଙ୍କାର, ଗର୍ବ ଏସବୁକୁ ରୋକ, ଖରାପ ଅଭ୍ୟାସ ଏସବୁକୁ ନିୟନ୍ତ୍ରଣ ରଖିବାରେ ଅଙ୍କୁଶର ସାହାଯ୍ୟ ଦରକାର। ସେଥିପାଇଁ ଗଣେଶ ଭଗବାନ ନିଜ ହାତରେ ଅଙ୍କୁଶକୁ ଧରିନେଲେ।
जदि आजिर वीडियो आपण मानकु पसंद आसिला ताहेले सब्सक्राइब को टच करिकी बेल आइकन को टच कर दिंतु कहीं ना मु जहाँ भी वीडियो अपलोड करी से सबूर नोटिफिकेशन आपण मानक पाखकु पहुँची जिवो आ आपण माने देखि पारिबे सुनी पारिबे। ताहेले रहुछि जय श्री गणेश। भगवान गणेश समस्तंकर मंगल करिथांतु।